ହରି ରଥ ସାର୍, ଆମେ ଆପଣମାନଙ୍କ କଥାକୁ ବହୁତ ରେସ୍ପେକ୍ଟ କରୁ। ଆଉ ଆପଣ ଜଣେ ଶିକ୍ଷିତ ଲୋକ, ଏଇଟା ସାରା ଓଡ଼ିଶା ଜାଣିଛି। ଆପଣ ବହୁତ ଭଲ ଲୋକ, ଅନ୍ଧବିଶ୍ୱାସ ଦୂର କରନ୍ତି, ଆମେ ଜାଣୁ। ସେଥିପାଇଁ ମାନେ ବିଶେଷ କରି ମୁଁ ଆପଣଙ୍କ କଥାକୁ ବହୁତ ସମ୍ମାନ କରେ। ଆପଣ ଯୋଉଟା କରୁଛନ୍ତି ଠିକ୍, ହେଲେ କିନ୍ତୁ ଆପଣ ଯୋଉଟା ହିନ୍ଦୁ ଧର୍ମ ବିରୁଦ୍ଧରେ ସବୁବେଳେ ଯାଉଛନ୍ତି, ମାନେ କ'ଣ ପାଇଁ? ସାରା ଓଡ଼ିଶାର ଲୋକ ଆପଣଙ୍କୁ ଯୋଉ କମେଣ୍ଟ ମାଧ୍ୟମରେ ଯୋଉଟା କହୁଛନ୍ତି, ଯୋଉଟା ଆପଣଙ୍କୁ ଭଲ ଲାଗୁଛି। ଆପଣ କହିଲେ ବୋଲବମ୍ ଗୋଟେ ଭଣ୍ଡାମି। ଆପଣଙ୍କ ଘରେ କ'ଣ ଠାକୁର ଫଟୋ ରଖି ଆପଣଙ୍କ ବାପା ପୂଜା କରୁନଥିଲେ ନା ଆପଣ ଛୁଆଟି ବେଳରେ ପୂଜା କରୁନଥିଲେ? ଆପଣ ଜଣେ ହେତୁବାଦୀ ହିସାବରେ ରହୁନାହାନ୍ତି। ଦିନେ କେତେ କ'ଣ କହିଲେ, ଜଗନ୍ନାଥଙ୍କ ବିଷୟରେ କହିଲେ, ସେଇଥିପାଇଁ ଟିକେ ରାଗ ଲାଗେ। ଠାକୁର ନାଁରେ ଆପଣଙ୍କୁ ସାହସ କିଏ ଦଉଛି କହିବାକୁ? କିଛି ଲୋକ କହିଲେଣି ଆପଣ ସୁପାରି ନେଇଛନ୍ତି, ଏଇଟା ତ ବିଶ୍ୱାସ ହଉନି। କାରଣ ଆପଣ ଜଣେ ସଚ୍ଚୋଟ ଲୋକ, ଜଣେ ଗୋଟେ ବ୍ରାହ୍ମଣ ଲୋକ। ଆମେ ଆପଣଙ୍କ ଆଗରେ କିଛି ନୁହଁ ଆଜ୍ଞା। ଥରେ ହିନ୍ଦୁ ବିରୁଦ୍ଧରେ କହିବା ଟିକେ ବନ୍ଦ କରନ୍ତୁ। ଏ ସାଇନ୍ସ ଯୁଗରେ ହିନ୍ଦୁ ଧର୍ମ ଆପଣଙ୍କୁ କାଳ୍ପନିକ ଲାଗୁଥାଇପାରେ, କିନ୍ତୁ ଆପଣ ଜାଣିଛନ୍ତି ଆଦି ମାନେ ଯୋଉଟା ଆଦି ଅନନ୍ତ ସନାତନ ଧର୍ମ। ଆପଣ କ'ଣ କହୁଛନ୍ତି ହିନ୍ଦୁ ଧର୍ମ ବୋଲି କିଛି ନାହିଁ, ଆଉ ସବୁ ଧର୍ମ ଅଛି। ଆଉ ଦେଖିଆ ଆପଣଙ୍କର ସାହସ ଅଛି ଟିକେ ଖ୍ରୀଷ୍ଟିଆନ ଧର୍ମ ବିଷୟରେ କୁହନ୍ତୁ, ମୁସଲିମ ଧର୍ମ ବିଷୟରେ କୁହନ୍ତୁ, ସହିପାରିବେ ତ? ଏବେ ରିସେଣ୍ଟଲି କିଛି ଲୋକ ଚିକେନ ବିରିୟାନୀ ଖାଉଥିଲେ। ଖାଆନ୍ତୁ, ଆପଣଙ୍କର ଇଚ୍ଛା, ଖାଆନ୍ତୁ। କାହିଁ ଫେସବୁକ୍ ସୋସିଆଲ ମିଡ଼ିଆରେ ଆପଣ କାହିଁକି ନିମନ୍ତ୍ରଣ କରିବେ? କ'ଣ ପାଇଁ? ସେମାନେ ମାଇଲେ କ'ଣ ଅଛି, ଠିକ୍ କରୁଛନ୍ତି। ଆପଣଙ୍କୁ ବୟସ କଲାଣି, ବଳ କଲାଣି, ସମାଜକୁ ଭଲ ବାର୍ତ୍ତା ଦିଅନ୍ତୁ। ଜାତି ପ୍ରଥା ଉପରେ କିଛି କୁହନ୍ତୁ। ଜାତି ଭେଦ ଯୋଉଟା ହେଇଛି ତା ବିଷୟରେ କହିଲେ ଆମେ ଆପଣଙ୍କ କଥା ରେସ୍ପେକ୍ଟ କରୁ। ଆପଣ କହୁଛନ୍ତି ଜଗନ୍ନାଥ ବିଷୟରେ ଖରାପ ବାର୍ତ୍ତା ଦଉଛନ୍ତି, କ'ଣ ପାଇଁ କହିଲେ? କ'ଣ ବୋଲବମ୍ ଭଣ୍ଡା କହିବାକୁ ଆପଣଙ୍କୁ ଭଲ ଲାଗୁଛି? ଦୟାକରି ଆପଣ ଭଗବାନଙ୍କ ବିଷୟରେ କୁହନ୍ତୁ ନାହିଁ। ଯୋଉଦିନ ଠାକୁରଙ୍କ ବିଷୟରେ କହିବା ଛାଡ଼ିଦେବେ ନା, ଆପଣ ଭଗବାନ ହେଇଯିବେ। ମୁଁ ଜାଣେ ଆପଣ ବହୁତ ଭଲ, କିନ୍ତୁ ଭଗବାନ ବିଷୟରେ କୁହନ୍ତୁ ନାହିଁ। ଜଗତର ନାଥ ଜଗନ୍ନାଥ, ଯିଏ ଆଜି ମୁଁ ଜନ୍ମ ହେଇଛି, କାଲି ମୁଁ ମରିବି। ଏତେ ଗର୍ବ ଅହଙ୍କାର କ'ଣ ପାଇଁ? ହିନ୍ଦୁ ଧର୍ମକୁ ଏତେ ମାନେ ତଳକୁ କାହିଁକି କରୁଛନ୍ତି, ଅସମ୍ମାନ କାହିଁ କରୁଛନ୍ତି? ଆମେ ଜାଣୁ ସବୁ ଧର୍ମ ଆମେ ହିଁ ବନଉଛୁ, କର୍ମ ହିଁ ଭଗବାନ, କର୍ମ ହିଁ ଭଗବାନ। ଧର୍ମ ଆମେ ବନେଇଛୁ, ଏଇ ଲୋକମାନେ। ଲୋକଙ୍କ ବିଷୟରେ କୁହନ୍ତୁ, ଜାତି ପ୍ରଥା ବିଷୟରେ କୁହନ୍ତୁ, କେହି ପ୍ରତିବାଦ କରିବେନି ସାର୍। ଆଜ୍ଞା।
ଏଇ ଛୋଟ ପିଲାଟିର ଯଦି କହିଥିବାରେ କିଛି ଭୁଲ ରହିଥାଏ କ୍ଷମା କରିବେ। ନମସ୍କାର।